ଜୟ ଜଗନ୍ନାଥ ଆପଣ ମାନେ ବହୁତ ଜଣ କହୁଥିଲେ ସିନିୟର କଳାକାର ଯେତିକି ଓଡ଼ିଶାର ଅଛନ୍ତି ତାଙ୍କ ପାଖକୁ ଯାଆନ୍ତୁ, ତାଙ୍କ ରୁମ୍ ଦେଖାନ୍ତୁ। ମୋ ପଛରେ ଦେଖନ୍ତୁ ଇଏ ଅଛନ୍ତି ମୁନୁ ପତି, ଯିଏକି ଓଡ଼ିଆ ସିନେ ଜଗତ ଜଣେ ବରିଷ୍ଠ କଳାକାର। ତାଙ୍କ ଘର ଦେଖନ୍ତୁ ମୋ ବ୍ୟାକଗ୍ରାଉଣ୍ଡରେ ଅଛି, ସବୁ ଡିଟେଲ୍ସ ଦେଖେଇ ଦଉଛି ବ୍ୟାକ୍ କ୍ୟାମେରା କରି ଦେଖନ୍ତୁ। ଏନ୍ ପତି ତାଙ୍କ ନାଁ, ଆଉ ଇଏ ଦେଖନ୍ତୁ ତାଙ୍କ ଘର, ଇଏ ଦେଖନ୍ତୁ ସମ୍ପୂର୍ଣ୍ଣ ତାଙ୍କ ଘର। ଏଇ ଘରେ ହିଁ ରୁହନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ମୁନୁ ପତି। ସାର୍ ଜଣେ ପ୍ରକୃତରେ ବହୁତ ଭଲ ମଣିଷ, ସହୃଦୟ ବ୍ୟକ୍ତି। ତାଙ୍କ ଘରକୁ ଡାକିଲେ, ବସେଇଲେ, ଖାଇବାକୁ ଦେଲେ, ପିଇବାକୁ ଦେଲେ, ଏମିତିକି ଏତେ ସୁନ୍ଦର ମଣିଷ ମୁଁ କେବେ ଭାବିନଥିଲି। ସାର୍ ମ୍ୟାଡ଼ାମ୍ ଜଣେ ବହୁତ ଭଦ୍ର ମଣିଷ କହିବାକୁ ଗଲେ। ତାଙ୍କ ଘର ଭିତରେ ଦେଖନ୍ତୁ ଏ ସବୁ ବହୁତ ପୁରୁଣା ଦିନର ସ୍ମୃତି। ଆପଣ ଦେଖିଥିବେ ସାର୍ଙ୍କ ଅନେକ ଚଳଚ୍ଚିତ୍ର, ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା। ସେତେବେଳେ ସମୟରେ ଜୟରାମ ସାମଲଙ୍କ ସହିତ, ହାଡ଼ୁ ସହିତ ଏବଂ ବହୁତ କଳାକାରଙ୍କ ସହିତ ସେ ଅଭିନୟ କରିଥିଲେ। ସେ ଛାଡ଼ି ଯାଇଥିବା ଅନେକ ସ୍ମୃତି, ଅନେକ ଫଟୋ, ଅନେକ କିମ୍ବଦନ୍ତୀ ଭଳି ତାଙ୍କ ଘରେ ରହିଯାଇଛି। ଆପଣ ଦେଖିଥିବେ ତାଙ୍କର ଗୋଟେ କଥା ଏବଂ ଡାଇଲଗ ସମ୍ପୂର୍ଣ୍ଣ ଅଲଗା ଶୈଳୀର। ଆପଣ ଦେଖନ୍ତୁ, ଇଏ ହେଉଛନ୍ତି ସେ ପୁରୁଣା ଦିନର କଳାକାର। ନମସ୍କାର, ଜୟ ଜଗନ୍ନାଥ। ଆଜି ସାରା ଓଡ଼ିଶା ସାରା ଲୋକ କମେଣ୍ଟ କରିଥିଲେ କି ନିରଞ୍ଜନ ପତି ଯିଏକି ହାସ୍ୟ ଅଭିନେତା ସାର୍ ବହୁତ ପୁରୁଣା କଳାକାର ଆଉ ବଢିଆ ଚମତ୍କାର ଅଭିନୟ କରନ୍ତି। ଏବେ ବି ବହୁତ ଛାପ ଅଛି ତାଙ୍କର ଅଭିନୟର ବଲିଉଡ ଇଣ୍ଡଷ୍ଟ୍ରିରେ। ମୋ ପାଖରେ ବର୍ତ୍ତମାନ ଅଛନ୍ତି ସାର୍, ଅଛନ୍ତି ନିରଞ୍ଜନ ସାର୍। ଆଉ ଆପଣ ଜାଣିନଥିବେ ମଧ୍ୟ ତାଙ୍କ ଯିଏକି ଝିଅ ଅଛନ୍ତି ମି ପୁଚପୁଚ, ସାରା ଓଡ଼ିଶାର ଲୋକ ଜାଣିଛନ୍ତି। ସେ ମଧ୍ୟ ଏବେ ବହୁତ ହସଉଛନ୍ତି। ଆଉ ସାର୍ଙ୍କ ପାଖରେ ମୁଁ ପହଞ୍ଚି ଯାଇ ସାର୍ଙ୍କ ପାଖରୁ ଟିକେ ଖାଲି ଅଳ୍ପ ଟିକେ କହିବି। ସାର୍, ଓଡ଼ିଶାବାସୀ ଆପଣ ବହୁତ ଜଣ ଭଲ ପାଉଛନ୍ତି, ଆପଣ କଣ କହିବେ ଓଡ଼ିଶାବାସୀଙ୍କୁ? ସମସ୍ତଙ୍କୁ ମୋର ଧନ୍ୟବାଦ। ମୋର ଆଶୀର୍ବାଦ ରହିବ ସାନମାନଙ୍କୁ। ସେମାନେ ଯେଉଁମାନେ କଳାକାର ଥିବେ ସେମାନେ ସ୍ୱଚ୍ଛ ଭାବରେ କଳା ପ୍ରଦର୍ଶନ କରନ୍ତୁ, ଏବଂ ଯେଉଁମାନେ ଗୁରୁଜନ ମାନେ ରହିଲେ ମୋର, ମୁଁ ସେମାନଙ୍କୁ ପ୍ରଣାମ, ମୋତେ ସେ ଆଶୀର୍ବାଦ କରନ୍ତୁ। ଯେ ଆଉ ସାର୍ କହୁଥିଲେ ଦେଖିଲେ। ଆଉ ବେସିକାଲି ମୁଁ ଯଦି କହିବି, ମୁଁ ବି ଛୋଟ ହେଇଥିଲି, ବହୁତ ଛୋଟ। ସାର୍ଙ୍କର ଟିକେ ଗୋଟେ ଲାଙ୍ଗୁଏଜ ଥାଏ, ଯୋଉ ଆନ୍ଧ୍ରା ଫାନ୍ଦ୍ରା ସାଇଡ ଭଳିଆ ଗୋଟେ ଭାଷା ଯୋଉ କୁହନ୍ତି, ସେଥିରେ ସାର୍ ବହୁତ ଫେମସ। ତ ସେଇ ଡାଇଲଗରୁ ପଦିଏ କହିବେ କି? କୁଆଣେ କାତେ କହିଛେ କୁଆଣେ କାତେ କହିଛେ, ତମର ନାଁ କୁଆଣେ ଅଛି? ମୋ ନାଁ ଗିରିଜା। ଆରେ ଗିରିଜ ବାବୁ ଭଲ, ବୁଝିଲେ? ଆପଣ ଗେଣ୍ଡୁ ପୁଣି ଉଠଉଛନ୍ତି ଗିରିଜ ବାବୁ। ଦେଖୁଥିଲେ ଆପଣ ସାର୍ ଏବେ ବି ସେଇ ଡାଇଲଗ କରନ୍ତି। ଆଉ ବହୁତ ଇଏ ହୁଅନ୍ତେ ସାର୍, ବିଶେଷ କରିକି ମୋ ମା ଆପଣଙ୍କର ବହୁତ ବଡ ଫ୍ୟାନ। ଏବେ ବି କୁହନ୍ତି ସାର୍ ଫିଲ୍ମ ସିନା କରୁନାହାନ୍ତି, କିନ୍ତୁ ତାଙ୍କର ସେଇ ଯୋଉ ହସ ହସ ମୁହଁ, ତାଙ୍କର ସବୁ ଡାଇଲଗ ଏବେ ବହୁତ ମନେ ପଡେ। ଆଉ ଆପଣଙ୍କୁ କହି ରଖୁଛି କି ମା ମଧ୍ୟ, ସାର୍ଙ୍କ ମିସେସ୍ ମା ଯିଏକି ବହୁତ ବଢିଆ, ତାଙ୍କ ବ୍ୟବହାର ବହୁତ ବଢିଆ। ଅନେକ କଳାକାର ଥାନ୍ତି ଗର୍ବୀ, ଆତ୍ମଗର୍ବ ଥାଏ, କିନ୍ତୁ ସାର୍ଙ୍କ ଭିତରେ, ମ୍ୟାଡାମଙ୍କ ଭିତରେ କି ଦିଦିଙ୍କର ବି ମଧ୍ୟ ଆତ୍ମଗର୍ବ କେବେ ନାହିଁ। ଦିଦିଙ୍କ ସହିତ ବି ଥରେ ଦେଖା ହେଇଥିଲି। ଆଉ ବହୁତ ବଢିଆ ଲୋକ, ତାଙ୍କ ଫ୍ୟାମିଲି ବହୁତ ବଢିଆ। ଏମିତି ସାରା ଓଡ଼ିଶା ଲୋକ ଅନୁରୋଧ କରୁଛି ତାଙ୍କୁ ଏମିତି ଭଲ ପାଇବା ଦିଅନ୍ତୁ, ଆଶୀର୍ବାଦ କରନ୍ତୁ। ସାର୍ ପୁଣି ସୁସ୍ଥ ହେଇଯାଆନ୍ତୁ, ପୁଣି ମାର୍କେଟକୁ ଯାଆନ୍ତୁ, ଆମେ ସେତିକି ଆଶା କରିବୁ। ଜୟ ଜଗନ୍ନାଥ।